ଝାଞ୍ଜି ଜୟନ୍ତ ମହାପାତ୍ରଙ୍କର ଏକ ଅନନ୍ୟ ସୃଷ୍ଟି। ସେ କବିତା ସଂକଳନର ଗୋଟେ କବିତା ଭାଟିରେ ମଜଦୁରୀ କରୁଥିବା ସ୍ତ୍ରୀ ଲୋକ। ଇଟା ଭାଟିରେ ମଜଦୁରୀ କରୁଥିବା ସ୍ତ୍ରୀ ଲୋକମାନେ ବୁଢ଼ୀ ହେବା ପର୍ଯ୍ୟନ୍ତ 8ଟି ଲେଖାଏଁ ଇଟା ମୁଣ୍ଡରେ ବୋହି ଚାଲିଥାନ୍ତି। ସେମାନଙ୍କ ନାଲି ନାଲି ଆଖି ଝକଝକ କରୁଥାଏ ଖରାଦିନିଆ ଦେହରେ ପାଚିଥିବା ବଥର ମୁହଁ ପରି। ଇନ୍ଦ୍ରଧନୁ ଭିତରେ ରହିବି ସେମାନେ ଦେଖିପାରନ୍ତି ନାହିଁ ରଙ୍ଗମାନଙ୍କ ଅବାସ୍ତବତା। ତାଙ୍କ ଅଧା ଲଙ୍ଗଳା ପିଲା ଦ୍ୱିପହରର ଶୋଇଲା ପୋଖରୀ ବନ୍ଧରେ ନିଜ ନିଜ ଉଡ଼ନ୍ତା ଥାଳିଆରେ ଉଡ଼ୁଥାନ୍ତି ପଡ଼ୁଥାନ୍ତି। ଆଉ ଠିକାଦାର ବାବୁ ଯୁବା ରେଜାଟିର ସଞ୍ଜକୁ ଟାଣି ଧରି ନିଜର ଆସୁଥିବା ଅନ୍ଧାରକୁ ରଙ୍ଗ ବେରଙ୍ଗରେ ସଜାଉଥାନ୍ତି। ଯେତେବେଳେ ଆନନ୍ଦ ଆଉ ବିଷାଦ ମୋ ଛୋଟ ହୃଦୟ ଉପରେ ଅଧିକାର କରିବା ପାଇଁ ପ୍ରତିଯୋଗିତାରେ ବ୍ୟସ୍ତ ଥାନ୍ତି, ସେହି ମୁହୂର୍ତ୍ତରେ ରେଜା ଗୋଟିଏ ଛୁଆଟିଏ ଜନ୍ମ ନିଏ ନିରାଶାର କୋଣରେ କ୍ଳାନ୍ତ ଛାଇରେ। ଆଉ ମୋ ଆତ୍ମାର ଗଭୀରତାରୁ କେମିତି ଶୁଣାଯାଏ ମୋତେ ଜୀବନର ନଦୀ ଉପରେ ଉଛୁଳି ପଡ଼ୁଥିବା ସେ ଭୟାନକ ନୀରବତା। କବି ଜୟନ୍ତ ମହାପାତ୍ର ଜଣେ ଅନୁଭବୀ କବିପୁରୁଷ। ଜୀବନ ପାଇଁ ସକଳ ଜିଜ୍ଞାସା ଓ ଜିଜିବିଷା ହେଉଛି ଜୟନ୍ତୀୟ କବିତାର ପ୍ରାଣ। କଥାଟିଏ କହିବା ଢଙ୍ଗରେ ତାଙ୍କ କବିତାର ରଙ୍ଗ ବେଶ୍ ନିଆରା। ବୋଧହୁଏ ଏଭଳି ଶୈଳୀଟିଏ ଓଡ଼ିଆ କବିତାରେ ଅନନ୍ୟ ଓ ମୌଳିକ। ତାଙ୍କର ଗୋଟେ କବିତା କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମରଣରେ। ଭଙ୍ଗା ଘରେ ମୋର ଆଜି ଚା ଫୁଟିବାର ଆଉ ଧୂଆଁର ବାସ୍ନା, ଆଉ ଘର ବାହାରେ ମଞ୍ଜି ଗୋଟିଏ ମୋଟା ମାଟିର ପ୍ରତିରୋଧକୁ ଠେଲି କଅଁଳ ଡାଳପତ୍ର ହୋଇ ଉପରକୁ ଉଠେ। ମନେ ଅଛି ସେଦିନ ବୁବୁ 7 ବର୍ଷ ତଳର ଏଇ ଘରେ ପାଖରେ ବସି କହିଗଲୁ କେତେ କଥା। ସେ କଥା କିଛି ମନେ ନାହିଁ ମୋର। ଚୁପଚାପ ଥିଲା ଘର, ଚୁପଚାପ ଅତୀତ। କେବଳ ଝରକା ଦେଇ ପବନ ଟିକେ ଆସୁଥାଏ ଯାଉଥାଏ। 50 ବର୍ଷ ତଳର ପବନ ହେଇଥିଲେ ଆମେ ତା ଉପରେ ବସି ଉଡ଼ି ଯାଇଥାନ୍ତେ ତାରାଙ୍କ ପାଖକୁ। ଆଉ ନୀରବତା ପଚାରିଲା, ଦୁନିଆରେ ସବୁ କିଛିର ଶେଷ ପରେ କ'ଣ ସ୍ମୃତି ହିଁ କେବଳ ରହିଯାଏ ରକ୍ତ ଆଉ ମୃତ୍ୟୁର ସ୍ୱପ୍ନ ଦେଖିବାକୁ? ମନେ ହେଲା ସ୍ୱାଭିମାନରେ ଭରା ତୋ ହୃଦୟ ବି ବନ୍ଦ ମୁଠାଟି ପରି ଧରି ରଖିଥିଲା ତୋ ଅସୀମ ସାହସ। ଆଜି ଯେବେ ଦୂରରୁ ଭାସି ଆସେ ତୋ ଜଣାଣ, ଲାଗେ ଯେମିତି ବସନ୍ତର ସୂର୍ଯ୍ୟ କିରଣ ଢେଉ ଢେଉ ହୋଇ ନାଚିଯାଏ ଧାନ ଫୁଲମାନଙ୍କରେ, ଆଉ ଖୋଲିଦିଏ ଭୁଲିଥିବା ପିଲାଦିନକୁ ମୋର। ମେରିଆ ବଜାର ଛକରେ ଖୁସିରେ ଡେଉଁଥିବା ତୋ 8 ବର୍ଷ ଦେହର ସ୍ୱାଧୀନତାର ମୁହୂର୍ତ୍ତ, ଯିଏ ଆଜି ତୁହାକୁ ତୁହା କହି ହୁଏ ମୋତେ। କେମିତି ହେଇଥାନ୍ତା ସାନ ଭାଇରେ ଯଦି ତୋର ଭଙ୍ଗା ଘରଟିରେ ସ୍ମୃତି ମୋର ଆଉ ଆସୁନଥାନ୍ତା ଯାଉନଥାନ୍ତା। କବିତାର ନାମ କବିତା। କବି ଜୟନ୍ତ ପଟ୍ଟନାୟକ। ଝାଞ୍ଜି ବହିର ଏକ କବିତା। ଯେତେବେଳେ ବିଚାର ଶକ୍ତି ଆଉ ଅଯୌକ୍ତିକତା ମିଶାମିଶି ହୋଇ ଉଡ଼ିଯାଆନ୍ତି ଆକାଶରେ ସୁଦୂର ତାରାକୁ, ଆଉ ତାରା ଶୋଇଥାଏ ରାତିର ଆଲିଙ୍ଗନରେ। କି କଥା କେଜାଣି, କୋଉ ପ୍ରଶ୍ନର ଉତ୍ତର ବିଶ୍ୱାସଯୋଗ୍ୟ ହୋଇପାରେ ଚେତନାର ଆଲୁଅରେ? ଦେବଦାରୁ ପତ୍ର ଏଠି ପୋଡ଼ିଯାଏ ମାଟିଆ ସବୁଜ ରଙ୍ଗରେ। ଆପଣା ମନକୁ କିଛିଟା ବୋହିଯାଏ ଉତ୍ତରାଧିକାରୀ ଭାବେ ମୋତେ ମିଳିଥିବା ଜେଜେଙ୍କ ପୁରୁଣା ଘଡ଼ିରୁ
ସମୟର ପବନହୀନତାକୁ ଧରି ରଖିଥାଏ ଯିଏ ଆଜି ଯାଏ, ଆଉ କେଜାଣି କେମିତି କମନୀୟ ବିଶୃଙ୍ଖଳା ପାଲଟିଯାଏ। ଜୀବନ ସାରା ଏଇଠି ଦେଖି ଆସୁଛି ମୁଁ ଯାହା ଦୁନିଆରେ ପ୍ରକୃତରେ ନଥାଏ, ମୋ ଆତ୍ମାର ସ୍ଥିରତାକୁ ଗଭୀର ଭାବେ ଅଙ୍ଗିତ କରିଥିବା କୋଇଲିର କୋହଭରା ଡାକ ଶୁଣିପାରେ ନାହିଁ ଯାହାକୁ ମୁଁ।